ପିଲାମାନେ ଆଜି ଆମେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ପରୀକ୍ଷା 2024-25ରେ ଆସିଥିବା ତୃତୀୟ ଶ୍ରେଣୀ ବିଜ୍ଞାନ ପ୍ରଶ୍ନପତ୍ର ଆଲୋଚନା କରିବା। ସମୟ ହେଉଛି 1 ଘଣ୍ଟା, ପୂର୍ଣ୍ଣ ସଂଖ୍ୟା ହେଉଛି 50। 51 ପ୍ରଶ୍ନ, ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ ଏବଂ ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। କ ପ୍ରଶ୍ନ, ମିଞ୍ଜି ମିଞ୍ଜି ଆଲୁଅରେ ବହି ପଢ଼ିବା ନାହିଁ। ଏହା ହେଉଛି ଠିକ୍ ଉତ୍ତର, କାରଣ ମିଞ୍ଜି ମିଞ୍ଜି ଆଲୁଅରେ ବହି ପଢ଼ିଲେ ଆଖି ଉପରେ ପ୍ରଭାବ ପଡ଼ିଥାଏ। ଖ ପ୍ରଶ୍ନ, ଶିରା ଦେଇ ଶରୀରର ବିଶୁଦ୍ଧ ରକ୍ତ ପ୍ରବାହିତ ହୋଇଥାଏ। ଏହା ଠିକ୍ ନା ଭୁଲ? ଏହା ହେଉଛି ଭୁଲ ଉତ୍ତର। ଶିରା ଦେଇ ଶରୀରରେ ଦୂଷିତ ରକ୍ତ ପ୍ରବାହିତ ହୋଇଥାଏ। ଗ ପ୍ରଶ୍ନ, ପୃଥିବୀ ପୂର୍ବରୁ ପଶ୍ଚିମକୁ ଘୁରୁଥାଏ। ଏହା ହେଉଛି ଭୁଲ ଉତ୍ତର। ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୁରୁଥାଏ। ଘ ପ୍ରଶ୍ନ, ମାଙ୍କଡ଼ା ପଥରର ପୃଷ୍ଠ ଖଦଡ଼ା ଅଟେ। ଏହା ଠିକ୍ ନା ଭୁଲ? ଏହା ହେଉଛି ଠିକ୍ ଉତ୍ତର। ମାଙ୍କଡ଼ା ପଥରର ପୃଷ୍ଠ ଖଦଡ଼ା ଅଟେ। 2 ନମ୍ବର ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ବନ୍ଧନୀ ମଧ୍ୟ ଦେଇଛି ପରିପାକ, ପାକୁଳି, ଶୁଙ୍ଘିବା, ବାଷ୍ପ। ଏହାକୁ ନେଇ ଆମେ ଶୂନ୍ୟସ୍ଥାନ ପୂରଣ କରିବା। କ ପ୍ରଶ୍ନ, ଗାଈ ଖାଦ୍ୟକୁ ଡ୍ୟାସ୍ କରି ଖାଇଥାଏ। ଉତ୍ତର କ'ଣ ହେବ? ଗାଈ ଖାଦ୍ୟକୁ ପାକୁଳି କରି ଖାଇଥାଏ। ପାକୁଳି। ଖ ପ୍ରଶ୍ନ, ସବୁବେଳେ ସର୍ଦ୍ଦି ହେଲେ ଡ୍ୟାସ୍ ଶକ୍ତି କମିଯାଏ। ସବୁବେଳେ ସର୍ଦ୍ଦି ହେଲେ ଶୁଙ୍ଘିବା ଶକ୍ତି କମିଯାଏ। ଶୁଙ୍ଘିବା। ଗ ପ୍ରଶ୍ନ, କ୍ଷୁଦ୍ରାନ୍ତ ଆମ ଶରୀରରେ ଡ୍ୟାସ୍ କ୍ରିୟା ସହିତ ଜଡ଼ିତ। ଉତ୍ତରଟି ହେଉଛି କ'ଣ? ପରିପାକ। କ୍ଷୁଦ୍ରାନ୍ତ ଆମ ଶରୀରରେ ପରିପାକ କ୍ରିୟା ସହିତ ଜଡ଼ିତ। ଘ ପ୍ରଶ୍ନ, ଜଳ ଉତ୍ତପ୍ତ ହେଲେ ଡ୍ୟାସ୍ରେ ପରିଣତ ହୁଏ। ଜଳ ଉତ୍ତପ୍ତ ହେଲେ ବାଷ୍ପରେ ପରିଣତ ହୁଏ। ବାଷ୍ପ। 3 ପ୍ରଶ୍ନ, ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ଥିଲେ ସଂଶୋଧନ କର। କ ପ୍ରଶ୍ନ, ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଯୋଗୁଁ ଋତୁ ପରିବର୍ତ୍ତନ ହୋଇଥାଏ। ଋତୁ ପରିବର୍ତ୍ତନ ତଳେ ଗାର ଦିଆଯାଇଛି। ଠିକ୍ ଉତ୍ତରଟି ଆମେ ଲେଖିବା। ଉତ୍ତରଟି କ'ଣ ହେବ? ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଯୋଗୁଁ କ'ଣ ହୋଇଥାଏ? ଦିନ ରାତି ହୋଇଥାଏ। ଦିନ ରାତି। ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବା ଯୋଗୁଁ ଋତୁ ପରିବର୍ତ୍ତନ ହୋଇଥାଏ। ଖ ପ୍ରଶ୍ନ, ସିଂହ ଏକ ସର୍ବଭୁଜ ପ୍ରାଣୀ। ସର୍ବଭୁଜ ତଳେ ଗାର ଦିଆଯାଇଛି। ଉତ୍ତରଟି କ'ଣ ହେବ? ସିଂହ ଏକ ମାଂସାଶୀ ପ୍ରାଣୀ। ମାଂସାଶୀ। ଗ ପ୍ରଶ୍ନ, ଜୋରରେ ପାଟି କରିଲେ ନିଜର କାନର କ୍ଷତି ହୁଏ। କାନ ତଳେ ଗାର ଦିଆଯାଇଛି। ଠିକ୍ ଉତ୍ତରଟି କ'ଣ ହେବ? ଜୋରରେ ପାଟି କଲେ ଆମର କ'ଣ କ୍ଷତି ହୋଇଥାଏ? ଆମର ଗଳାର କ୍ଷତି ହୁଏ। ଗଳା। ଚାର ପ୍ରଶ୍ନ, ବାମ ପାର୍ଶ୍ୱର ସମ୍ପର୍କକୁ ଦେଖି ଦକ୍ଷିଣ ପାର୍ଶ୍ୱର ସମ୍ପର୍କ ନିର୍ଣ୍ଣୟ କର। କ ପ୍ରଶ୍ନ ଦେଇଛି ଛତିଆ, ଜିଭ, ସେହିପରି ରୂପୀ। ରୂପୀ କ'ଣ ହେବ? ମୁଣ୍ଡ। କ ପ୍ରଶ୍ନ, ରକ୍ତ ସଞ୍ଚାଳନ ହୃତ୍ପିଣ୍ଡ, ସେହିପରି ରକ୍ତ ବିଶୋଧନ କ'ଣ ହେବ? ଫୁସ୍ଫୁସ୍। ଗ ପ୍ରଶ୍ନ, ସୂର୍ଯ୍ୟ ଯେପରି ନକ୍ଷତ୍ର ସେହିପରି ଚନ୍ଦ୍ର କ'ଣ ହେବ? ଚନ୍ଦ୍ର ହେଲା ଉପଗ୍ରହ। ପାଞ୍ଚମ ପ୍ରଶ୍ନ, ସ୍ତମ୍ଭ ମିଳନ କର। କ ସ୍ତମ୍ଭ ଦେଇଛି ପୃଥିବୀର ପ୍ରତିରୂପ, ରକ୍ତ ସଞ୍ଚାଳନ କେନ୍ଦ୍ର, ମର୍ଷୁଣ ପୃଷ୍ଠ। ଖ ସ୍ତମ୍ଭ ଦେଇଛି ଦର୍ପଣ, ଗ୍ଲୋବ, ହୃତ୍ପିଣ୍ଡ।
ପୃଥିବୀର ପ୍ରତିରୂପ କ'ଣ ହେବ? ପୃଥିବୀର ପ୍ରତିରୂପ ହେଉଛି ଗ୍ଲୋବ୍। ରକ୍ତ ସଞ୍ଚାଳନର କେନ୍ଦ୍ର ଉତ୍ତର ହେଉଛି ହୃତ୍ପିଣ୍ଡ। ରକ୍ତ ସଞ୍ଚାଳନ କେନ୍ଦ୍ର ହେଉଛି ହୃତ୍ପିଣ୍ଡ। ମସୃଣ ପୃଷ୍ଠ କ'ଣ ହେବ? ଦର୍ପଣ। ଛଅ ପ୍ରଶ୍ନ, ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। କ ପ୍ରଶ୍ନ, କେଉଁଠି ପରିପାକତନ୍ତ୍ର ସହିତ ଜଡ଼ିତ ନୁହେଁ? ଅପସନ୍ ଏ ଦେଇଛି ଖାଦ୍ୟନଳୀ, ଅପସନ୍ ବି ବୃହଦାନ୍ତ, ଅପସନ୍ ସି ଧମନୀ ଏବଂ ଅପସନ୍ ଡି ପାଟି। ଠିକ୍ ଉତ୍ତରଟି କ'ଣ? ଠିକ୍ ଉତ୍ତରଟି ହେଉଛି ଧମନୀ। ଖ ପ୍ରଶ୍ନ, ନିକଟରେ ପାଇଖାନା ଥିଲେ କେଉଁ ଉତ୍ସର ଜଳ ଦୂଷିତ ହୁଏ? ଅପସନ୍ ଏ ପୋଖରୀ, ଅପସନ୍ ବି କୂଅ, ଅପସନ୍ ସି ନଦୀ ଏବଂ ଅପସନ୍ ଡି ଝରଣା। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୂଅ। ଗ ପ୍ରଶ୍ନ, କେଉଁ ପ୍ରାଣୀ ସର୍ବଭୁଜ ନୁହେଁ? ଅପସନ୍ ଏ କୁକୁର, ଅପସନ୍ ବି କୁକୁଡ଼ା, ଅପସନ୍ ସି ମୂଷା ଏବଂ ଅପସନ୍ ଡି ଗଧ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗଧ। ଗଧ ସର୍ବଭୁଜ ପ୍ରାଣୀ ନୁହେଁ, ଗଧ ଏକ ତୃଣଭୋଜୀ ପ୍ରାଣୀ। 7 ପ୍ରଶ୍ନ, ସଂଖ୍ୟା ପରେ ଉତ୍ତର ଲେଖ ଯେକୌଣସି ତିନୋଟିର। କ ପ୍ରଶ୍ନ, ତୃଣଭୋଜୀ ପ୍ରାଣୀ କାହାକୁ କୁହାଯାଏ? ଦୁଇଟିର ଉଦାହରଣ ଦିଅ। 7 ନମ୍ବର କ ଉତ୍ତର, ଯେଉଁ ପ୍ରାଣୀମାନେ ନିଜର ଖାଦ୍ୟ ପାଇଁ କେବଳ ଉଦ୍ଭିଦ ଉପରେ ନିର୍ଭର କରିଥାନ୍ତି ସେମାନଙ୍କୁ ତୃଣଭୋଜୀ ପ୍ରାଣୀ କହନ୍ତି। ଉଦାହରଣ ଗାଈ, ଛେଳି, ମେଣ୍ଢା, ହରିଣ, ଠେକୁଆ ଇତ୍ୟାଦି। ଖ ପ୍ରଶ୍ନ, ନିଶ୍ୱାସ ଓ ପ୍ରଶ୍ୱାସ କାହାକୁ କୁହାଯାଏ? ଉତ୍ତର, ପବନ ନାକ ଭିତରକୁ ନେବାକୁ ପ୍ରଶ୍ୱାସ କହନ୍ତି। ପ୍ରାଣୀମାନେ ପ୍ରଶ୍ୱାସରେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିଥାନ୍ତି। ପବନ ବାହାରକୁ ଛାଡ଼ିବାକୁ ନିଶ୍ୱାସ କୁହାଯାଏ। ପ୍ରାଣୀମାନେ ନିଶ୍ୱାସରେ ଅଙ୍ଗାରକାମ୍ଳ ଛାଡ଼ିଥାନ୍ତି। ଗ ପ୍ରଶ୍ନ, ଜଳର କେତୋଟି ଅବସ୍ଥା ଅଛି ଓ ସେଗୁଡ଼ିକ କ'ଣ କ'ଣ? 7 ନମ୍ବର ଗ ଉତ୍ତର, ଜଳର 3ଟି ଅବସ୍ଥା ଅଛି ଯଥା କଠିନ, ତରଳ ଓ ଗ୍ୟାସୀୟ। କଠିନ ଜଳ ଅତ୍ୟଧିକ ଥଣ୍ଡା ହେଲେ ବରଫ ହୋଇଥାଏ, ଏହା ହେଉଛି ଜଳର କଠିନ ଅବସ୍ଥା। ତରଳ ବରଫ ଗରମ ହୋଇ ଥଣ୍ଡା ହେଲେ ତରଳ ତଥା ଜଳ ରୂପ ଧାରଣ କରେ। ଗ୍ୟାସୀୟ ଜଳ ଗରମ ହୋଇ ବାଷ୍ପ ହୋଇଥାଏ, ଏହା ବାଷ୍ପୀୟ ଅବସ୍ଥା ଅଟେ। ଘ ପ୍ରଶ୍ନ, ଦୁଇଟି ଲେଖାଏଁ ନରମ ବସ୍ତୁ ଓ ଟାଣ ବସ୍ତୁର ନାମ ଲେଖ। ଉତ୍ତର, ଯେଉଁ ବସ୍ତୁକୁ ଧରିଲେ ଆମ ହାତକୁ ନରମ ଲାଗେ ତାହାକୁ ନରମ ବସ୍ତୁ କହନ୍ତି, ଯଥା ଛେନା, ଫୁଲ, ତୁଳା, ରସଗୋଲା, ପାଉଁରୁଟି ଇତ୍ୟାଦି। ସେହିପରି ଯେଉଁ ବସ୍ତୁକୁ ଧରିଲେ ଆମ ହାତକୁ ଟାଣ ଲାଗେ ତାହାକୁ ଟାଣ ବସ୍ତୁ କହନ୍ତି, ଯେପରି ଚାଉଳ, କୋଡ଼ି, ବେଲ, ନଡ଼ିଆ, ଲୁଣ, ମିଶ୍ରି, ଶିଳ। 8 ନମ୍ବର, ବୈଜ୍ଞାନିକ କାରଣ ଲେଖ ଏକଟିର। କ ପ୍ରଶ୍ନ ଦେଇଛି ପୃଥିବୀ ଆମକୁ ସମତଳ ପରି ଲାଗେ କାହିଁକି? 8 ନମ୍ବର କ ଉତ୍ତର, ପୃଥିବୀ ଏକ ବିଶାଳ ଗୋଲକ। ଆମେ ବାସ କରୁଥିବା ଅଞ୍ଚଳଟି ପୃଥିବୀର ଖୁବ୍ ଛୋଟ ଅଂଶ ଅଟେ। ଏହି କାରଣରୁ ପୃଥିବୀର ଏହି ଅଂଶଟି ଆମକୁ ସମତଳ ପରି ଲାଗେ। ଖ ପ୍ରଶ୍ନ, ଡାକ୍ତର ରୋଗୀର ନାଡ଼ି ଚିପି ଧରନ୍ତି କାହିଁକି? ଉତ୍ତର, ଆମ ହାତରେ ଥିବା ନାଡ଼ିଟି ଗୋଟିଏ ରକ୍ତନଳୀ ଓ ଏହା ଶରୀରର ସବୁ ଅଂଶରେ ବିଛେଇ ହୋଇ ରହିଛି। ଏହି ରକ୍ତନଳୀ ଗୁଡ଼ିକ ହୃତ୍ପିଣ୍ଡ ସହିତ ସଂଯୁକ୍ତ ହୋଇଛି। ଏହା ମଧ୍ୟ ଦେଇ ଆମ ଶରୀରର ରକ୍ତ ଯିବା ଆସିବା କରେ। ଏଣୁ ହୃତ୍ପିଣ୍ଡର ସ୍ପନ୍ଦନ ଜାଣିବା ପାଇଁ ଡାକ୍ତର ରୋଗୀର ନାଡ଼ି ଚିପି ଧରନ୍ତି। 9 ପ୍ରଶ୍ନ,
ପାର୍ଥକ୍ୟ ଦର୍ଶାଅ। କ ପ୍ରଶ୍ନ ଦେଇଛି ଶିରା ଓ ଧମନୀ। 9 ନମ୍ବର କ ଉତ୍ତର ଶିରା। ଯେଉଁ ନାଡ଼ି ଦେଇ ରକ୍ତ ହୃତ୍ପିଣ୍ଡକୁ ଆସେ ତାକୁ ଶିରା କୁହାଯାଏ। ଏହା ମଧ୍ୟ ଦେଇ ଦୂଷିତ ରକ୍ତ ପ୍ରବାହିତ ହୋଇଥାଏ। ସେହିପରି ଧମନୀ। ଯେଉଁ ନାଡ଼ି ଦେଇ ରକ୍ତ ହୃତ୍ପିଣ୍ଡରୁ ଶରୀରର ବିଭିନ୍ନ ଅଂଶକୁ ଯାଏ ତାକୁ ଧମନୀ କୁହାଯାଏ। ଏହା ମଧ୍ୟ ଦେଇ ବିଶୁଦ୍ଧ ରକ୍ତ ପ୍ରବାହିତ ହୁଏ। খ ପ୍ରଶ୍ନ ସୂର୍ଯ୍ୟ ଓ ଚନ୍ଦ୍ର। ଉତ୍ତର ସୂର୍ଯ୍ୟ। ଏହା ଏକ ନକ୍ଷତ୍ର। ଏହାର ନିଜର ଆଲୋକ ଅଛି। ଏହା ସ୍ଥିର ଅଟେ। ଏହା ଏକ ଉତ୍ତପ୍ତ ଜ୍ୱଳନ୍ତ ପିଣ୍ଡୁଳା। ଚନ୍ଦ୍ର। ଏହା ପୃଥିବୀର ଏକ ଉପଗ୍ରହ। ଏହାର ନିଜର ଆଲୋକ ନାହିଁ। ଏହା ସୂର୍ଯ୍ୟ ଆଲୋକରେ ଆଲୋକିତ। ଏହା ପୃଥିବୀ ଚାରିପଟେ ଘୂରେ। ଏହା ଶୀତଳ ଅଟେ। 10 ପ୍ରଶ୍ନ ସଂକ୍ଷିପ୍ତ ଟିପ୍ପଣୀ ଲେଖ। କ ଦେଇଛି ଫୁସ୍ଫୁସ୍। 10 ନମ୍ବର କ ଉତ୍ତର ଫୁସ୍ଫୁସ୍। ଫୁସ୍ଫୁସ୍ ହେଉଛି ଆମ ଶରୀରର ଏକ ଆଭ୍ୟନ୍ତରୀଣ ଅଙ୍ଗ। ଏହା ଆମ ଛାତି ତଳେ ହୃତ୍ପିଣ୍ଡର ଦୁଇ ପାଖକୁ ଲାଗି ରହିଛି। ଏହାଦ୍ୱାରା ଆମେ ଶ୍ୱାସକ୍ରିୟା କରିଥାଉ। ଖ ଝରଣା। 10 ନମ୍ବର ଖ ଉତ୍ତର ଝରଣା। ମାଟି ତଳେ ଥିବା ଜଳ ଯେତେବେଳେ ଆପେ ଆପେ ଭୂପୃଷ୍ଠରୁ ଫାଟ ବାଟେ ଉପରକୁ ଉଠି ଆସି ବୋହିଯାଏ ଏହାକୁ ଝରଣା କୁହାଯାଏ। ଏହା ଜଳର ଏକ ଉତ୍ସ ଅଟେ। ଏହାର ଜଳ ମଧୁର ଅଟେ। 11 ପ୍ରଶ୍ନ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଲେଖ। କ ପ୍ରଶ୍ନ ଦେଇଛି ଆଖିର କିପରି ଯତ୍ନ ନେବା ତାର 5ଟି ଉପାୟ ଲେଖ। 11 ନମ୍ବର କ ଉତ୍ତର ପ୍ରତ୍ୟେକ ଦିନ ସକାଳୁ ଥଣ୍ଡା ପାଣିରେ ଆଖିକୁ ପରିଷ୍କାର ଭାବରେ ଧୋଇବା। ଆଖିକୁ ମକଚିବା ନାହିଁ। ଅତି ନିକଟରୁ ଟିଭି ଦେଖିବା ନାହିଁ। ଉଜ୍ଜ୍ୱଳ ଆଲୁଅକୁ ସିଧା ଚାହିଁବା ନାହିଁ ବା କମ୍ ଆଲୁଅରେ ଲେଖାପଢ଼ା କରିବା ନାହିଁ। ସୂର୍ଯ୍ୟଙ୍କୁ ସିଧା ଚାହିଁବା ନାହିଁ। ଆଖିରେ କିଛି ଅସୁବିଧା ହେବାର ଅନୁଭବ କଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା। ଖ ପ୍ରଶ୍ନ ନଦୀ ଜଳ ଦୂଷିତ ହେବାର 5ଟି କାରଣ ଲେଖ। ଉତ୍ତର ନଦୀରେ ଲୁଗା ସଫା କରିବା ଦ୍ୱାରା ନଦୀ ଜଳ ଦୂଷିତ ହୋଇଥାଏ। ନଦୀରେ ଗାଈ ଗୋରୁଙ୍କୁ ଗାଧୋଇବା ଦ୍ୱାରା ମଧ୍ୟ ନଦୀ ଜଳ ଦୂଷିତ ହୁଏ। ନଦୀରେ ପଚାସଢ଼ା ଜିନିଷ ପକାଇବା ଦ୍ୱାରା ମଧ୍ୟ ନଦୀ ଜଳ ଦୂଷିତ ହୁଏ। ନଦୀ ହୁଡ଼ାରେ ଶୌଚ ହେବା ଦ୍ୱାରା ଏବଂ ନଦୀରେ କଳକାରଖାନାର ଅଳିଆ ଆବର୍ଜନା ପାଣି ଛାଡ଼ିବା ଦ୍ୱାରା ମଧ୍ୟ ନଦୀ ଜଳ ଦୂଷିତ ହୋଇଥାଏ। ଗ ପ୍ରଶ୍ନ ପୃଥିବୀରେ ଋତୁ ପରିବର୍ତ୍ତନ କିପରି ହୋଇଥାଏ ବୁଝାଇ ଲେଖ। 11 ନମ୍ବର ଗ ଉତ୍ତର ପୃଥିବୀ ଗୋଟିଏ ଅଣ୍ଡାକାର ପଥରେ ସୂର୍ଯ୍ୟ ଚାରିପଟେ ଘୁରୁଥାଏ। ଏହି ପଥକୁ କକ୍ଷ କୁହାଯାଏ। ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବାକୁ ପରିକ୍ରମଣ ଗତି କୁହାଯାଏ। ପୃଥିବୀର ପରିକ୍ରମଣ କାଳ 1 ବର୍ଷ ବା 365 ଦିନ। ପୃଥିବୀ ଘୁରୁ ନଥିଲେ ଦିନ ରାତି ହୁଅନ୍ତା ନାହିଁ କି ଋତୁ ପରିବର୍ତ୍ତନ ହୁଅନ୍ତା ନାହିଁ।